ମକର ସଂକ୍ରାନ୍ତି ହେଉଛି ଗୋଟିଏ ପର୍ବ। ଏହାର ଅନେକ ନାମ ରହିଛି। ପୋଙ୍ଗଲ, ବିହୁ, ଉତ୍ତରାୟଣ, ମକର ସଂକ୍ରାନ୍ତି, ଟୁସ୍, ଓନମ, ଗୁଡ଼ି ପଡ଼ୱା ଏବଂ ଲୋହରୀ, ଏମିତି ଅନେକ ନାମ ରହିଛି ଏହି ମକର ସଂକ୍ରାନ୍ତିର। ଭାରତରେ ପ୍ରାୟ ସବୁ ପ୍ରଦେଶରେ ଏହି ପର୍ବ ପାଳନ କରାଯାଇଥାଏ, କିନ୍ତୁ ଭାରତ ବାହାରେ ରୋମାନ ଆଉ ୟୁଦମାନେ ମଧ୍ୟ ଏହି ପର୍ବକୁ ପାଳନ କରିଥାନ୍ତି। ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ ବୋଲି ମାନାଯାଇଛି। ଦକ୍ଷିଣ ଭାରତରେ ଏହି ପର୍ବକୁ ପୋଙ୍ଗଲ ବୋଲି କୁହାଯାଏ। ଏହି ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ। ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ। ସଂକ୍ରାନ୍ତିର ଅର୍ଥ ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରେ ମକର